ସାହିତ୍ୟର ସ୍ୱରୂପ। ସାହିତ୍ୟର ସ୍ୱରୂପ କହିଲେ ସାହିତ୍ୟର ନିଜ ରୂପକୁ ବୁଝାଏ। ଅର୍ଥାତ୍ ସାହିତ୍ୟ ନିଜେ ଆକୃତି ଆକାର ଦୃଷ୍ଟିରୁ କେମିତି ଦିଶେ ତାହା ସାହିତ୍ୟର ସ୍ୱରୂପ କୁହାଏ। ମଣିଷ ଅନୁଭୂତି ସମ୍ପନ୍ନ, ସୌନ୍ଦର୍ଯ୍ୟପ୍ରିୟ, କଳ୍ପନାପ୍ରବଣ ଜୀବ। ମଣିଷ ଭାବିପାରେ ବୋଲି ସେ କଳ୍ପନାପ୍ରବଣ ବା ମାତ୍ରାଧିକ୍ୟ ଚିନ୍ତାଶୀଳ ବୋଲି ମଣିଷ କଳ୍ପନାପ୍ରବଣ। ସେଇଥିରୁ ସାହିତ୍ୟର ସୃଷ୍ଟି ସମ୍ଭବ। ମଣିଷ କଳ୍ପନା କରିପାରୁ ନଥିଲେ, ଭାବି ପାରୁ ନଥିଲେ ସେ ସାହିତ୍ୟ ସୃଷ୍ଟି କରିପାରୁ ନଥାନ୍ତା। ସୁତରାଂ ସାହିତ୍ୟ ମଣିଷର ମହନୀୟ ସୃଷ୍ଟି। ଆନନ୍ଦ ପାଇଁ, ଆନନ୍ଦ ଦେଇ ସାହିତ୍ୟ ସୃଷ୍ଟିର ଲକ୍ଷ୍ୟ ଥାଏ। ସାହିତ୍ୟ ରଚନା କରି ସାହିତ୍ୟିକ ଲେଖକ ନିଜେ ଆନନ୍ଦ ପାଇବା ସହିତ ପାଠକକୁ ବା ସାହିତ୍ୟର ପାଠକାରୀକୁ ବି ସମାନ ଆନନ୍ଦ ଦେଇଥାଏ। ଯାହା ମନକୁ ଭଲ ଲାଗେ, ଆଖିକୁ ଭଲ ଦିଶେ ତାହାକୁ ସୌନ୍ଦର୍ଯ୍ୟ କହନ୍ତି। ସୌନ୍ଦର୍ଯ୍ୟପ୍ରିୟତାରୁ ସାହିତ୍ୟର ସୃଷ୍ଟି, କୁତ୍ସିତ ଦର୍ଶନରୁ ସୁନ୍ଦର ସାହିତ୍ୟର ରଚନା ସମ୍ଭବ ହୁଏ। ଯଥାର୍ଥରେ ଭକ୍ତକବି ଦୀନକୃଷ୍ଣ ଦାସ ତାଙ୍କର ରସକଲ୍ଲୋଳ କାବ୍ୟରେ କହିଛନ୍ତି, କବି ଯେ ସତ ମିଛ କରି କହନ୍ତି, କବିତା ଚାତୁରୀରେ ମନ ମୋହନ୍ତି। ସତ ସାହିତ୍ୟର ବାସ୍ତବତା, ତାହାର ଅନୁଭୂତି ଅଭିଜ୍ଞତା, ଆଉ ମିଛ ସାହିତ୍ୟର କଳ୍ପନା, ଭାଗ, ଭାବନାର ଉପାଦାନ। ଖାଣ୍ଟି ସୁନାରେ ଖାଦ ନ ମିଶିଲେ ଯେମିତି ଅଳଙ୍କାର ତିଆରି ହୋଇ ପାରି ନଥାଏ, ସେମିତି ବାସ୍ତବତା ସହିତ କଳ୍ପନାର ମିଶ୍ରଣ ବା ସଂଯୁକ୍ତିରେ ଉନ୍ନତ ଉଚ୍ଚକୋଟୀର ସାହିତ୍ୟର ନିର୍ମାଣ ହୋଇଥାଏ। ସୌନ୍ଦର୍ଯ୍ୟବୋଧ ଓ କଳ୍ପନାପ୍ରିୟତାର ସାହିତ୍ୟିକ ଉଦାହରଣ ହେଲା ନାରୀକବି ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତଙ୍କର ଶେଫାଳୀପ୍ରତି କବିତାରେ ଶେଫାଳୀ ଫୁଲର ସ୍ୱଳ୍ପ ସମୟର ଫୁଟି ଝଡ଼ିଯିବାକୁ ଦେଖି କବୟିତ୍ରୀ ନିଜର ନଶ୍ୱର କ୍ଷଣିକ ଜୀବନକୁ ମନେ ପକାଇଛନ୍ତି। ଫୁଲର ସୌରଭ ସୁଗନ୍ଧକୁ ନିଜ ଜୀବନ ଫୁଲର ଭଲ ସତ୍କର୍ମ ବୋଲି କହିଛନ୍ତି। ପଙ୍କେ ପଦ୍ମ ଗଢ଼ିଅଛି ବିଧାତା କି ଯତନେ, ଶାମୁକା ଗରଭେ ନିହିଅଛି ମୁକ୍ତା ରତନେ। ଏହା ହିଁ ଶେଫାଳୀ ଫୁଲ କଳ୍ପନା ତଥା ସୌନ୍ଦର୍ଯ୍ୟବୋଧ। ସେହିପରି କବିଙ୍କର ଛୋଟ ବଡ଼ କବିତାରେ ପୂର୍ଣ୍ଣ ପ୍ରସ୍ଫୁଟିତ ଫୁଲ ଓ ଫୁଲ କଳିକା କଢ଼କୁ ଦେଖି ମନର ସୌନ୍ଦର୍ଯ୍ୟବୋଧ ବା ଜ୍ଞାନକୁ ନିଷ୍ପନ୍ନ ବା ବାହାର କରି ଆବିଷ୍କାରୀ କହିଛନ୍ତି, ଛୋଟର ଆଦର କରିଥାଏ ଛୋଟ, ବଡ଼ର ଆଦର ବଡ଼। ଫୁଟିଥିଲା ଫୁଲ ସରି କିମ୍ପା ହେବ, ସଙ୍ଗେ ହେବ ଫୁଲ କଢ଼। ହେଲେ ସାନ ନାହିଁ ଲାଜ ଅପମାନ, ଯଦି ମୁଁ ପାରିବି ବଢ଼ି। ଫୁଟିଥିଲା ଫୁଲ କିବା ଫୁଟେ ଆଉ ଥରେ, ଫୁଟେ ସିନା ଫୁଲ କଢ଼ି। କମଳପ୍ରତି କବିତାରେ ନାରୀକବି କହିଛନ୍ତି, ପଙ୍କ ବିନା ପଙ୍କଜକି ନ ପାରିବୁ ଫୁଟି, କଣ୍ଟକ ମୃଣାଳ ବିନା ନ ପାରିବୁ ଉଠି। ଜଳ ପରେ ହସି ହସି ଦେଖାଇବୁ ରୂପରାଶି, ପୁଣ୍ୟର ଜନମ ସତେ ଏ ପାପ ମହୀରେ, ମହତ ଜନମ ସତେ ଦରିଦ୍ର କୁଟୀରେ। ଏଥିରେ ରହିଛି କାବ୍ୟ ସାହିତ୍ୟର କଳ୍ପନା, ତାର ସୌନ୍ଦର୍ଯ୍ୟବୋଧ। ଫୁଲକୁ ଦେଖି କବିତା ଲେଖିବାର ମନୋଭାବ ଚିନ୍ତା ହେଉଛି କଳ୍ପନା, ଆଉ ସେଥିରେ ଥିମ୍ଟି ଖଞ୍ଜିଦେବା ତାହାର ଅନ୍ତରୀଣ ସୌନ୍ଦର୍ଯ୍ୟ। ସାହିତ୍ୟରେ ଭାଷା ବ୍ୟବହୃତ ହୋଇ ସାହିତ୍ୟକୁ ସ୍ୱରୂପ ବା ତାକୁ ଆକାର ବା ନିଜ ରୂପ ଆକୃତି ଦେଇଥାଏ। ସରଳ ଭାଷା ଏବଂ ଜଟିଳ ଭାଷା ସାହିତ୍ୟକୁ ସହଜରେ ବୁଝିବା ଏବଂ ବୁଦ୍ଧି ଖଟେଇ ବୁଝିବା ପ୍ରଦାନ କରେ। ସରଳ ଭାଷାର ନମୁନା ବରଷା କାଳ ଅଟେ ମଙ୍ଗଳକାରୀ, ପାଳଇ ପରଜାଙ୍କୁ ବରଷି ବାରି, ବାନ୍ଧବ ଅଟେ ତରୁ ଲତା ଜୀବର, ପ୍ରକାଶଇ କରୁଣା ସେ ନିରନ୍ତର। ଭକ୍ତକବି ମଧୁସୂଦନ ରାଓଙ୍କର ଶିଶୁ ଉପଯୋଗୀ କବିତା ବରଷା ପଦ୍ୟ। ବରଷା ଟିକେ ଯାଇଛି ଛାଡ଼ି, ବଉଦ ତଳୁ ମୁହଁଟି କାଢ଼ି, ସୂର୍ଯ୍ୟ ସତେ ଦେହ କି ଝାଡ଼ି, କିରଣ ରେଣୁ ବୁଣେ। ଇନ୍ଦ୍ରଧନୁ ନାମକ ଜଣେ ଅଜଣା କବିଙ୍କର ପଞ୍ଚମ ଶ୍ରେଣୀରେ ପଢ଼ାଯାଉଥିବାର କବିତା। ସେହିପରି ସାହିତ୍ୟରେ ପ୍ରଯୁକ୍ତ ଜଟିଳ ବା କ୍ଳିଷ୍ଟ ବା କଷ୍ଟକର ଭାଷାର ଦୃଷ୍ଟାନ୍ତ ହେଲା ଗୁରୁପ୍ରସାଦ ମହାନ୍ତିଙ୍କ ଦ୍ୱାରା ରଚିତ ଆଖିର କପୋତ ମୋର କବିତା। ଆଖିର କପୋତ ମୋର, ଆକାଶର ଇସ୍ପାତ ଦେହରେ ବାଧା ପାଇ ପ୍ରତିଦିନ ଫେରିଆସେ ଏହି ପୃଥିବୀକୁ, ଯେଉଁଠାରେ ତୁମେ କର ପ୍ରତିଦିନ ବିଜନ ପ୍ରତୀକ୍ଷା, ଜରା ମୃତ୍ୟୁ ବ୍ୟାଧି ଓ ଜୀବନର ଅର୍ଥ ବୁଝିବାକୁ। ସେଇ ଗୁରୁପ୍ରସାଦ ମହାନ୍ତିଙ୍କର ରଚିତ ସୁନାର ଝରଣା କବିତାରେ ଥିବା
କ୍ଳିଷ୍ଟକର ଧାଡ଼ିଗୁଡ଼ିକ ହେଲା ହସି ହସି ଝରିଗଲା ସିମେଣ୍ଟର ଚଟାଣ ଉପରେ ସୁନାର ଝରଣା। ସେତେବେଳେ ଏ ଗଳିରେ ଲୋକ ଥିଲେ, ଖରା ଥିଲା, ଆଉ ମୋ ଦେହେ ଥିଲା ପୌଷର ପଳିତ ମୂର୍ଚ୍ଛନା। ଏସବୁ ଧାଡ଼ିକୁ ପଢ଼ି ବୁଝିବାକୁ ହେଲେ ପାଠକକୁ ବୁଦ୍ଧିମାନ, ବୌଦ୍ଧିକ, କଳ୍ପନାପ୍ରବଣ ମନରେ ଏଣୁତେଣୁ ପାଞ୍ଚକଥା ଭାବିବାକୁ ପଡ଼ିବ। ନହେଲେ କବିତା ପଢ଼ିବ, ହେଲେ ପଠିତ କବିତା ଉପଭୋଗ୍ୟ ହେବ ନାହିଁ, ବୁଝା ପଡ଼ିବ ନାହିଁ। ସାହିତ୍ୟର ନିଜ ରୂପରେ ଭାଷା ଥାଏ, ଯାହାକି ଉପରେ ଦେଖାଗଲା। ହେଲେ ସେହି ଉପଯୁକ୍ତ ପ୍ରୟୋଗିତ ବ୍ୟବହୃତ ଭାଷାରୁ ନିଷ୍ପନ୍ନ ବା ବାହାରୁଥିବା ଭାବ ବା ଅର୍ଥ ହେଲା କବିଙ୍କର ନିଜର ଚାହାଣୀର ନିରୀହତା, ସରଳତା, ସହଜମୟତା। କପୋତ ପକ୍ଷୀ ଭଳି ହିଂସ୍ର, ଜଟିଳ, କୁଟିଳ ନଥିଲା, ମନମୁଗ୍ଧକର ଥିଲା। ଆକାଶ ଉପରେ ଉଚ୍ଚ ଆଶା ସେହିପରି ମନର ପାହାଡ଼ ଶିଖରରେ ଥିବାରୁ ଭାବନାର ଆଖି ଚାହାଣି ଉପରକୁ ଥାଇ ଭାବେ। ସୁନା ରଙ୍ଗର କନକଗୋରୀ ସୁନ୍ଦରୀ ବେଶ୍ୟା ନାରୀଟି ବେଶ୍ୟାପଡ଼ାର ଗଳିରେ ମନରେ ଯୌନ କାମନା ରୂପକ ଖରାର ଗରମ ପଣ ନେଇ କବିଙ୍କର ପୌଷ ଋତୁର ଗଳିତ ଝଡ଼ିତ ପତ୍ର ଭଳି ଯୌବନ ନଥିବା ଶରୀରରେ ଖରାର ଉତ୍ତେଜନା ଆଉ ଲୋକ ପୁରୁଷ ବେଶ୍ୟା ଭଳି ବେଶ୍ୟାପଡ଼ାରେ ସ୍ଥିତ ଥିଲେ। ଏମାନଙ୍କୁ ଦେଖି ନଦୀରୂପୀ ତର୍କଣାୟିତ ନାରୀଟି ଯୌନ ଉପଭୋଗ ଦେବାକୁ ଘରର ସିମେଣ୍ଟ ଚଟାଣ ଉପରେ ଲମ୍ବ ହୋଇ ସିଧା ଶୋଇପଡ଼ିଲା। ସୁତରାଂ ଭାବର ସହଜ କ୍ଳିଷ୍ଟତା ନେଇ ସାହିତ୍ୟର ସ୍ୱରୂପ ଉଭା ଥାଏ କଳା ଜଗତରେ। ସାହିତ୍ୟର ସ୍ୱରୂପ ମଧ୍ୟ ସାହିତ୍ୟର ବିବିଧ ପ୍ରକାରଭେଦରେ ଥାଏ, ଯଥା ସୁବୋଧ୍ୟ, ଦୁର୍ବୋଧ୍ୟ ସାହିତ୍ୟ, ଭାଷା ଦୃଷ୍ଟିରୁ ଇଂରାଜୀ, ଓଡ଼ିଆ, ହିନ୍ଦୀ, ବଙ୍ଗଳା, ତେଲୁଗୁ, ତାମିଲ ଭାଷାର ସାହିତ୍ୟ, ଗଠନ ଦୃଷ୍ଟିରୁ କାବ୍ୟ, କବିତା, ଗଳ୍ପ, ଉପନ୍ୟାସ, ନାଟକ, ନାଟିକା, ପ୍ରବନ୍ଧ, ସମୀକ୍ଷା, ଜୀବନୀ, ଆତ୍ମଜୀବନୀ, ସମୟ ଦୃଷ୍ଟିରୁ ପ୍ରାଚୀନ, ନବୀନ, ଭୌଗୋଳିକ ଦୃଷ୍ଟିରୁ ଦେଶୀୟ, ବିଦେଶୀୟ ଇତ୍ୟାଦି ପ୍ରକାରଭେଦକୁ ନେଇ କଳା ତଥା ସୃଜ୍ୟମାନ ଜଗତରେ ସାହିତ୍ୟ ଅବସ୍ଥିତ। ସାହିତ୍ୟର ଆରମ୍ଭ, ବିକାଶ ଏବଂ ପରିଣତି ବା ଶେଷ ସମାପ୍ତି ଥାଏ। ଏହା ସାହିତ୍ୟର ପ୍ରଲମ୍ବିତତା, ଲମ୍ବମାନତାର ସୀମା। ପ୍ରତ୍ୟେକ ସାହିତ୍ୟ ଏହି ରୀତିରେ ରଚିତ ଥାନ୍ତି। ଆକାରଗତ କ୍ଷୁଦ୍ରତା, ଯଥା କବିତା, ଗଳ୍ପ, ନାଟିକା ଏବଂ ବୃହତ୍ତତା, ଯଥା କାବ୍ୟ, ନାଟକ, ଉପନ୍ୟାସ, ସନ୍ଦର୍ଭ ବା ଥେସିସ୍ ନେଇ ସାହିତ୍ୟ ସ୍ୱରୂପାୟିତ। ବର୍ଣ୍ଣିତ ଭାଷା ଏବଂ ସଂଳାପିତ ଭାଷା ପ୍ରଯୁକ୍ତ ହୋଇ ସାହିତ୍ୟ ନିଜର ସ୍ୱରୂପ ଦେଖାଏ। ବର୍ଣ୍ଣିତ ଭାଷାର ସାହିତ୍ୟ ହେଲେ ଗଳ୍ପ, ଉପନ୍ୟାସ, କାବ୍ୟ, କବିତା, ପ୍ରବନ୍ଧ। ଏଥିରେ ସଂଳାପ ଥିଲେ ବି ତାହା ସାମାନ୍ୟ ସ୍ୱଳ୍ପ। ହେଲେ ନାଟକ, ନାଟିକା, ଗୀତିନାଟ୍ୟ ସାହିତ୍ୟମାନ ମୁଖ୍ୟତଃ ସଂଳାପଧର୍ମୀ ରୀତି ଧରି ଡାଇଲଗ୍ ଓରିଏଣ୍ଟେଡ୍ ଥାନ୍ତି। ଯେମିତି ଗୋପାଳ ଛୋଟରାୟଙ୍କ ରଚିତ ଶ୍ରୀମତୀ ସମାର୍ଜନୀ ଗୀତିନାଟ୍ୟରେ ଅଛି— ବାବୁ ହେଇ ଯେବେ କାବୁ କଲା ମତେ, ମୋଘରେ ମୋହରି ଭାରି ଯା, ଚନ୍ଦ୍ରମଣି ତୁ ମରିଯା, ତୁ ମରିଯା, ଆରେ ବାବୁ ହେଇ ଯେବେ କାବୁ କଲା ମତେ, ମୋଘରେ ମୋହରି ଭାରି ଯା, ବିଧାତା ତୁ ମରିଯା, ତୁ ମରିଯା। ଡାଇଲଗ୍ ଓରିଏଣ୍ଟେଡ୍ ବର୍ଣ୍ଣନାଧର୍ମୀ ସାହିତ୍ୟର ଉଦାହରଣ— ରାତି ପାହେ, ଭୋର ଯାଇ ଖରା ଆସେ, ଘର ପଛପଟ ପଦା ଉପରେ ବଉଳା ବେକରୁ ପଘା ଫିଟାଇ ଦେଇ ସନାମା କହେ— ଯା ବୁଲି ଚରି ଆସିବୁ, କାହା ବାଡ଼ିରେ ପଶିବୁ ନାହିଁ, ବୁଝିଲୁ ନା। ଗାଈ ମଉନ ହୁଏ। ସନାମା କହେ— ଆହା ସୁକୁମାରୀ, ତୋର ଟିକେ ହେଲେ ମନ ନାହିଁ ଯିବାକୁ, ନୁହେଁ ନା? ତୋ କପାଳକୁ ମୋ କପାଳ, ଦିହେଁ ହିନିମାନି। ପ୍ରସ୍ରବଣ ଶୈଳେ କଲେ ବସତି, ସୌମିତ୍ରୀ ସଙ୍ଗେ ପ୍ରଭୁ ରାଘବପତି, ବହଇ ଗୋଦାବରୀ ସେ ଗିରିପାଦେ, ଶିଳାବନ୍ଧୁର ସେ ଯେ ଝରଝର ନାଦେ। ବର୍ଷା କବିତା, ତୁଳସୀ ସ୍ତବକ, କବିବର ରାଧାନାଥ ରାୟ। ସଂଳାପଧର୍ମୀ ଭାଷା— ଦେଖେ ନଈକ୍ଷିଣା, ତୁ ମରଦ ପୁଅ, ମୋ ମାଇପି ଝୁଅ, ମୋ ଦେହକୁ ଦେହ ନାଗି ବସେନା, ମୋ ବା ଦେଖିଲେ ମେତେ ରିସା ହବ। ପ୍ରାଣବନ୍ଧୁ କରଙ୍କ ରଚିତ ନାଟିକା ପାଗଳ ଜନତାର ବାହାରେ। ସାବି ସାବି
ତୁ ତ ମୋର ନାଲି ପାନ ବିବି। ଏ ହେଉଛି ସଂଳାପଧର୍ମୀ। ତତ୍ତ୍ୱ ତଥା ଘଟଣାଧର୍ମୀ ସାହିତ୍ୟର ଶରୀର ବା କଳେବର ରହିଥାଏ। ପ୍ରବନ୍ଧ ତତ୍ତ୍ୱଧର୍ମୀ ଯଥା ଶଶିଭୂଷଣ ରାୟଙ୍କର ସୌନ୍ଦର୍ଯ୍ୟ ଓ ପ୍ରେମ, ନୀଳକଣ୍ଠ ଦାସଙ୍କର ଜାତୀୟତାର ଭିତ୍ତିଭୂମି, ଚିତ୍ତରଞ୍ଜନ ଦାସଙ୍କର ଉଚ୍ଛନ୍ନ ସ୍ରୋତ ନାମକ ପ୍ରବନ୍ଧ, ବ୍ରଜବିହାରୀ ମହାନ୍ତିଙ୍କର ଯୁବକ ଜଗତ ନାମକ ପ୍ରବନ୍ଧ ଇତ୍ୟାଦି। ଉପନ୍ୟାସ, ଗଳ୍ପ, ନାଟକ ଆଦି କାହାଣୀମୟ ଥିବାରୁ ଘଟଣାଧର୍ମୀ କଳେବରଯୁକ୍ତ ହୋଇ ନିଜ ରୂପ ଦେଖାନ୍ତି, ଯଥା ମଲାଜହ୍ନ, ଶାସ୍ତି, ପରଜା। ସାହିତ୍ୟରେ ସମୟ, ସ୍ଥାନ, ଭୌଗୋଳିକ ସ୍ଥିତିକୁ ସାହିତ୍ୟ ନିଜେ ଦେଖାଏ। ଶାରଳା ଦାସ, ଜଗନ୍ନାଥ ଦାସ, ଉପେନ୍ଦ୍ର ଭଞ୍ଜ ଆଦି ସାହିତ୍ୟିକ ପ୍ରାଚୀନ ମଧ୍ୟଯୁଗୀୟ ସାହିତ୍ୟ, କାବ୍ୟ, କବିତା ସୃଷ୍ଟି କରିଛନ୍ତି। ରାଜରାଜୁଡ଼ା ସମୟ ସ୍ଥାନମାନ ସେଥିରେ ରହିଛି। ଇଂରାଜୀ ସାହିତ୍ୟ ଇଂଲଣ୍ଡର, ଆମେରିକାର। ପରଜା ଉପନ୍ୟାସ ଆଦିବାସୀଙ୍କ ଭୂଗୋଳ ଦେଖାଏ। ଓଡ଼ିଆ ସାହିତ୍ୟ ଓଡ଼ିଶାର ଭୂମିଖଣ୍ଡକୁ ନେଇ ରଚିତ। ସାହିତ୍ୟର ପରିଣତି ଟ୍ରାଜେଡ଼ି, କମେଡ଼ି ବା ସୁଖାନ୍ତକ ଦୁଃଖାନ୍ତକର ରହିଥାନ୍ତି। ଏହିଭଳି ସାହିତ୍ୟର ସ୍ୱରୂପ ପର୍ଯ୍ୟବସିତ।